ଆମର 2011 ମସିହାରେ 70 ଲକ୍ଷ ଲୋକ ଟାଉନରେ ରହୁଥିଲେ। 2024ରେ 23 ଲକ୍ଷ ହେଲା, ବଢ଼ିଲେ 93 ଲକ୍ଷ ହେଲା ଟାଉନରେ ରହିବା ଲୋକଙ୍କର ଓଡ଼ିଶାରେ। 2023ରେ ଇଣ୍ଡିଆର ଅର୍ବାନାଇଜେସନ୍ ହେଲା 36%। ଆମର ଯଦି ଓଡ଼ିଶାରେ ବି 36% ଅର୍ବାନାଇଜେସନ୍ ହେଇଥାନ୍ତା 2023ରେ, ଆମର ଟାଉନରେ ରହୁଥିବା ଲୋକଙ୍କ ସଂଖ୍ୟା ହେଇଥାନ୍ତା 169 ଲକ୍ଷ। ଆମେ କୋଟିଏ ତଳେ ପର୍ଯ୍ୟନ୍ତ ରହିଛେ। ତେଣୁ 76 ଲକ୍ଷ ଲୋକ ଆସିପାରିଥାନ୍ତେ ଟାଉନକୁ, ଆମେ ତାଙ୍କୁ ଆସିବାକୁ ଦେଇପାରିନେ। କାହିଁକି ନା ଟାଉନକୁ ଆସିବା ପାଇଁ ହେଲେ ଟାଉନରେ ତ ନିଯୁକ୍ତି ସୁଯୋଗ ରହିବା ଦରକାର, ଲୋକେ ରହିବେ। ନାଇଁ, କିନ୍ତୁ ଅର୍ବାନାଇଜେସନଟା ଗୋଟେ ଗ୍ରୋଥ ଇଞ୍ଜିନ୍। ଅର୍ବାନାଇଜେସନ୍ ହେଲେ କର୍ମ ନିଯୁକ୍ତି ସୁଯୋଗ ବେଶୀ ବଢ଼ିବ। ତେଣୁ ମୋର ନିର୍ଦ୍ଦିଷ୍ଟ ପ୍ରସ୍ତାବ ହେଲା ଯେ ଆମେ ଗୋଟେ ନୂଆ ଅର୍ବାନାଇଜେସନ୍ ନୀତି କରନ୍ତେ, ଯେ ଆମର ଯେଉଁଗୁଡ଼ିକ ଐତିହ୍ୟ ତାକୁ ଆମେ ଏନକାସ୍ କରନ୍ତେ ଅର୍ବାନାଇଜେସନ୍ ଲାଗେ। ଘଟଗାଁ ଗୋଟେ ଜାଗା, ସେଠି ଆମେ ଇଣ୍ଟ୍ରୋଡ୍ୟୁସ୍ କରନ୍ତେ ଗୋଟେ ମଡ଼ର୍ଣ୍ଣ ଅର୍ବାନାଇଜେସନ୍। ସେଠି ଗୋଟେ ଭଲ ଟାଉନ୍ ହୁଅନ୍ତା, ଅନେକ ଲୋକ ତାରିଣୀ ପୀଠ ବୋଲି ସେଠି ଯାଇକି ରହନ୍ତେ, ପ୍ରାକୃତିକ ପରିବେଶ ସେଠି ଭଲ, ସେଠି ହସ୍ପିଟାଲ ହୁଅନ୍ତା, କଲେଜ ହୁଅନ୍ତା, କେଉଁଝରର ଗୋଟେ ଇଣ୍ଡଷ୍ଟ୍ରିଆଲ କ୍ଲାଇମେଟ୍ ଅଛି, ସେଠି ପବ୍ଲିକ୍ ସ୍କୁଲ ରହନ୍ତା, ଗୋଟେ ଚମତ୍କାର ନୂଆ ଟାଉନସିପ୍ ସେଠି ଗଢ଼ି ଉଠନ୍ତା। ଆଚ୍ଛା, ଆମର ଗୋଟେ ପୃଥିବୀକୁ ଆମର ଅବଦାନ ହେଲା ଏଇ ଯେଉଁ ଜୋରନ୍ଦା ଶୂନ୍ୟବାଦ। ଆଚ୍ଛା, ସେଠି ଆମେ ତାକୁ କାହିଁକି ସେଠି ଗୋଟେ ସହର ହେଇପାରନ୍ତା। ପୃଥିବୀର ଭିନ୍ନ ଭିନ୍ନ ଜାଗାରୁ ଆସିକିରି ଶୂନ୍ୟବାଦ ଲୋକ ସେଠି ଆସନ୍ତେ। ଆଚ୍ଛା, ଏଇସବୁ ଆମେ ଯଦି ଚିନ୍ତା ନ କରିବା, କିଏ ଚିନ୍ତା କରିବ? ଆମେ କରିପାରନ୍ତେ। ଏଗୁଡ଼ିକ ସମୟ ସାପେକ୍ଷ ନୁହେଁ, 5 ବର୍ଷରେ ଏଇ ଜିନିଷ ହେଇପାରନ୍ତା। ଆମେ ବର୍ତ୍ତମାନ ସମୁଦ୍ର ତଟ ଗୁଡ଼ିକରେ ଆମେ ଗୋଟେ ହେଲା ବରକୁଳ, ସେଠି ଗୋଟେ ସୁନ୍ଦର ଟାଉନଟିଏ କାହିଁ ହେଉନି? ସାତପଡ଼ାରେ ଗୋଟେ ସୁନ୍ଦର ଟାଉନଟିଏ କାହିଁ ହେଉନି? ଏଗୁଡ଼ା ସବୁ ଚମତ୍କାର ସି ସାଇଡ଼ରେ ବହୁତ ହୁଅନ୍ତା। ତାପରେ ଏଇ ଯେଉଁ ପୂର୍ବ ଘାଟ, ଯେଉଁ ଇଷ୍ଟର୍ଣ୍ଣ ଘାଟ ପର୍ବତମାଳା ଆମର ଫୁଲବାଣୀ କୋରାପୁଟ ଅଞ୍ଚଳ, 3000ରୁ 4000 ଫୁଟ ସମୁଦ୍ର ପତ୍ତନର ଉଚ୍ଚତା ଭିତରେ ଆମେ କେତେ ଗୁଡ଼ିଏ ଜାଗା ଆଇଡେଣ୍ଟିଫାଏ କରି ସେଠି ଛୋଟ ଛୋଟ ହିଲ୍ ଷ୍ଟେସନ୍ କରନ୍ତି, ଚମତ୍କାର ହୁଅନ୍ତା। ତା ଦେହରେ 2000-5000ର ଜନବସତି ସେଠି ହେଇପାରନ୍ତା। ଏଗୁଡ଼ିକ ସମୟ ସାପେକ୍ଷ ନୁହେଁ। ଏହାଫଳରେ ଗୋଟେ ସମୟ ସାପେକ୍ଷ, ସମ୍ବଳ ସାପେକ୍ଷ ବି ନୁହେଁ। ଏଥିରେ ପ୍ରାଇଭେଟ୍ ଇନଭେଷ୍ଟମେଣ୍ଟ ଆସନ୍ତା ଏବଂ ଗୋଟେ ଓଡ଼ିଶାର ଗୋଟେ ରୂପରେଖ ବଦଳନ୍ତା।